ନିଜକୁ ଜଗନ୍ନାଥ କହିବା ବନ୍ଦ କରନ୍ତୁ। ଯେତେବେଳେ ଅଧର୍ମ କାର୍ଯ୍ୟ କରିବେ ସେତେବେଳେ ଆପଣଙ୍କର ବଂଶ ବୁଡିବା ଏବଂ ସରକାର ବୁଡିବା ଫାଇନାଲ ହେଇଯିବ। ପ୍ରତି ଅମାବାସ୍ୟାରେ ମହାପ୍ରଭୁ ସମୁଦ୍ରକୁ ବିଜେ କରନ୍ତି। ତାଙ୍କ ଶ୍ୱଶୁର ଘର ଲକ୍ଷ୍ମୀଙ୍କ ବାପ ଘର କେବେ କରେଇ ଦବୁନି। ଚ୍ୟାଲେଞ୍ଜ ରହିଲା, ଯଦି କରିବେ ଦୂରକୁ ଯାଆନ୍ତୁ। ଗୋପାଳପୁର, ଅସ୍ତରଙ୍ଗ ବହୁ ସମୁଦ୍ର କୂଳ ପଡିଛି। ଏଟା ମହାପ୍ରଭୁଙ୍କ ଶ୍ୱଶୁର ଘର ପୁରୀ ସମୁଦ୍ର। ଏଇଟା ଗୋଆ ସମୁଦ୍ର ନୁହଁ, ଏଇଟା ତାମିଲନାଡୁ ସମୁଦ୍ର ନୁହଁ, ଏଇଟା ବମ୍ବେ ସମୁଦ୍ର ନୁହଁ, ଏଇଟା ତୀର୍ଥରାଜ ମହୋଦଧି। ଜଗତଗୁରୁ କହିଥିଲେ, ଆମେ ସମସ୍ତେ କହିଥିଲେ ଯେ ତପଭୂମିକୁ ଭୋଗଭୂମି ଆପଣ କରନ୍ତୁ ନାହିଁ। ବଡ଼ ବିନମ୍ରତାର ସହିତ ଆମେ ସମସ୍ତଙ୍କୁ ଜଣାଇବାକୁ ଚାହୁଁ ଯେ ଗତକାଲି ସରକାର ନିଷ୍ପତ୍ତି ନେଲେ ପୁରୀ ସମୁଦ୍ର କୂଳରେ ମଦ ବିକିବା ପାଇଁ, ମଦ କୁଟୀର କରିବା ପାଇଁ। ଏହା ପୂର୍ବତନ ସରକାର ବି ସେୟା କରିଥିଲେ। ଜଗତଗୁରୁ କହିଥିଲେ, ଆମେ ସମସ୍ତେ କହିଥିଲେ ଯେ ତପଭୂମିକୁ ଭୋଗଭୂମି ଆପଣ କରନ୍ତୁ ନାହିଁ। ଏଇଟା ମହାପ୍ରଭୁଙ୍କ ଶ୍ୱଶୁର ଘର ପୁରୀ ସମୁଦ୍ର। ଏଇଟା ଗୋଆ ସମୁଦ୍ର ନୁହଁ, ଏଇଟା ତାମିଲନାଡୁ ସମୁଦ୍ର ନୁହଁ, ଏଇଟା ବମ୍ବେ ସମୁଦ୍ର ନୁହଁ, ଏଇଟା ତୀର୍ଥରାଜ ମହୋଦଧି। ଏଠି ଲୋକ ଅସ୍ଥି ବିସର୍ଜନ କରନ୍ତି। ଏଠି ଲୋକ 12 ମାସରେ 13 ପ୍ରକାର ଯାତ୍ରା ହୁଏ। ପ୍ରତି ଅମାବାସ୍ୟାରେ ମହାପ୍ରଭୁ ସମୁଦ୍ରକୁ ବିଜେ କରନ୍ତି। ତାଙ୍କ ଶ୍ୱଶୁର ଘର ଲକ୍ଷ୍ମୀଙ୍କ ବାପ ଘର କେବେ କରେଇ ଦବୁନି। ଚ୍ୟାଲେଞ୍ଜ ରହିଲା, ଯଦି କରିବେ ଦୂରକୁ ଯାଆନ୍ତୁ। ଗୋପାଳପୁର, ଅସ୍ତରଙ୍ଗ ବହୁ ସମୁଦ୍ର କୂଳ ପଡିଛି। ପୁରୀର ମହୋଦଧି କୂଳରେ ଆପଣ ଯେତେବେଳେ ଅଧର୍ମ କାର୍ଯ୍ୟ କରିବେ ସେତେବେଳେ ଆପଣଙ୍କର ବଂଶ ବୁଡିବା ଏବଂ ସରକାର ବୁଡିବା ଫାଇନାଲ ହେଇଯିବ। ନିଜକୁ ଜଗନ୍ନାଥ କହିବା ବନ୍ଦ କରନ୍ତୁ ଏବଂ ପୁରୀର ସମୁଦ୍ର କୂଳରେ ଆପଣ ମହୋଦଧି କୂଳରେ ଜଗନ୍ନାଥଙ୍କ ଶ୍ୱଶୁର ଘରେ ଲକ୍ଷ୍ମୀଙ୍କ ବାପ ଘରେ ଯୋଉଟା ବିଜେଡି ପାରିନଥିଲା, ପାଣ୍ଡିଆନ ପାରିନଥିଲା, ଆପଣଙ୍କୁ ଚ୍ୟାଲେଞ୍ଜ ରହିଲା, ଯଦି କରିକି ଦେଖେଇଦେବେ ଆମେ ଜାଣିବୁ ଠିକ ସରକାର। ତୁରନ୍ତ ପୁରା ଶ୍ରୀକ୍ଷେତ୍ରରୁ ମଦ ଉଠୁ, ପୁରା ପୁରୀରୁ ମଦ ଉଠୁ। ଯଦି ଠିକ ସରକାର ମଦ ବନ୍ଦ କରିବା କହିକି ଆହୁରି ମଦ ଚଲେଇବ। ଆଇଚ